ଟିକେ ଲେଟ୍ରେ ହେଲେ ବି ତାଙ୍କର ଯେଉଁ ଆଜିର ଯେଉଁ ରଙ୍ଗୀନ ରଙ୍ଗମଞ୍ଚରେ ଯେଉଁ ସାଜସଜ୍ଜା ଆଜିର ଯେଉଁ ରଙ୍ଗୀନ ରଙ୍ଗମଞ୍ଚରେ ମା ଭଦ୍ରଶନାଙ୍କ ପାଖରେ ଯେଉଁ ସାଜସଜ୍ଜା ଯିଏ ଯେତେ ବି କହୁ କମ୍ ପଡ଼ିବ। କାର୍ତ୍ତିକ ବାବୁ ଯାହା କରିଛନ୍ତି ନିଜର କର୍ତ୍ତବ୍ୟ ନିଷ୍ଠାକୁ ନେଇକି ସେ ଆସିଛନ୍ତି। ଯାହା ହଉ ମଣିଷ ମାତ୍ରେ ଏକ ଭୁଲ ଟିକେ ରହିଛି। ଯାହା ହଉ ମା ଭଦ୍ରଶନା ମା ବାସଳୀଙ୍କ ଆଶୀର୍ବାଦ ରହୁ। ଆଜିର ଯେଉଁ ଛୋଟ ମୋଟ ତ୍ରୁଟି ହେଇଛି ଆଗାମୀ ଦିନରେ ନ ହଉ। ଯାହା ହଉ ଏବେ ପର୍ଯ୍ୟନ୍ତ ଆମେ ଭାବିନଥିଲୁ ଆଜି ରାତି 7ଟା 8ଟା ଭିତରେ ଆମର କାର୍ଯ୍ୟକ୍ରମ ହେବ। ଭଗବାନଙ୍କ ଆଶୀର୍ବାଦ ମା ଭଦ୍ରଶନା ଏବଂ ବାସଳୀଙ୍କ ଆଶୀର୍ବାଦ ଅଭିରାମ ବାବାଙ୍କ ଆଶୀର୍ବାଦ ମା ଦୁର୍ଗାଙ୍କର ମା ମଙ୍ଗଳା ଏବଂ ସିଦ୍ଧେଶ୍ୱର ବାବା ଏବଂ ଲକ୍ଷ୍ମୀ ଋଷିଙ୍କ ଆମ ଚତୁର୍ପାର୍ଶ୍ୱରେ ଅଛନ୍ତି। ସେଥିପାଇଁ ଆଜି ଏ କାର୍ଯ୍ୟକ୍ରମ ହେଉଛି। ଏ ମାଟି ହେଉଛି ସମ୍ପୂର୍ଣ୍ଣ ସଂସ୍କୃତି ସମ୍ପନ୍ନ ମାଟି। ଏ ମାଟିରେ କେହି ହାରିନାହାନ୍ତି ନା ହାରିବେ ନାହିଁ। ଆଜି ସକାଳେ ଆମର ଯେଉଁ ଦୁଶ୍ଚିନ୍ତା ଥିଲା ଆମେ ଏଠି ପ୍ରୋଗ୍ରାମ କରିପାରିବା କି ନ କରିପାରିବା, ଆମେ କେବଳ ଲାଇଟ୍ ମାଇକ୍ ଭଲ ମନ୍ଦକୁ ନେଇ ଆମେ ଯେଉଁ ଚିନ୍ତିତ ଥିଲୁ। ବଡ଼ ଭାଇ ରମେଶ ଭାଇ ଆସିକି ବହୁତ ଚିନ୍ତାରେ ଥିଲେ। ତାଙ୍କର ଯେଉଁ ଆଶା ଭରସା ସାହସ ମୋତେ ଦେଇଥିଲେ ସେ ଆଜି ଏ ସମୟରେ ତ୍ୱରାନ୍ୱିତ ହେଇଛି, ସକ୍ସେସ୍ ହେଇଛି। ସେଇ ଆଜିର ଲାଇଟ୍ ଏବଂ ଏ ପରିଚାଳନା ପାଇଁ କାର୍ତ୍ତିକ ଭାଇ ପାଇଁ ମା ଭଦ୍ରଶନାଙ୍କ ପାଖରେ ଗୋଟିଏ ବାସଳୀଙ୍କ ପାଖରେ ଗୋଟିଏ କରତାଳି ଏବଂ ଆଗାମୀ ଭଲ କାମନା କରନ୍ତୁ। ଜୟ ମା ଭଦ୍ରଶନା, ଜୟ ମା ଭଦ୍ରଶନା। आम अनुष्ठान बाप पुओ दिन 8टार आसी राति 8टार आसी देखा कर